ଯଦି ଆପଣ ଗୁଗଲ ପେ, ଫୋନ ପେ କିମ୍ବା ପେଟିଏମ୍ ବ୍ୟବହାର କରୁଛନ୍ତି, ତେବେ ଏହି ନୂଆ ଗାଇଡଲାଇନ୍ ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ଏଣିକି ପେମେଣ୍ଟ ପେଣ୍ଡିଂ ସମସ୍ୟା ଦୂର ହେବ, କିନ୍ତୁ କିଛି କଟକଣା ମଧ୍ୟ ଲାଗୁ ହେବ। ଆସନ୍ତୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରଥମ ହେଲା 10 ସେକେଣ୍ଡର ଚ୍ୟାଲେଞ୍ଜ। ଏଣିକି ପେମେଣ୍ଟ ଅଟକିବା ଝାମେଲା ଶେଷ। ବ୍ୟାଙ୍କ ଏବଂ ୟୁପିଆଇ ସିଷ୍ଟମକୁ ମାତ୍ର 10 ସେକେଣ୍ଡ ମଧ୍ୟରେ କାରବାର ଶେଷ କରିବାକୁ ପଡ଼ିବ। ବାଲାନ୍ସ ଚେକ୍ ଉପରେ ରୋକ ଲାଗିବ। ବାରମ୍ବାର ବ୍ୟାଙ୍କ ବାଲାନ୍ସ ଚେକ୍ କରିବା ଅଭ୍ୟାସ ଏବେ ବଦଳାଇବାକୁ ପଡ଼ିବ। ଦିନକୁ ମାତ୍ର 50 ଥର ହିଁ ଆପଣ ବାଲାନ୍ସ ଚେକ୍ କରିପାରିବେ। ଦ୍ୱିତୀୟ ଜିନିଷ ହେଲା ପେମେଣ୍ଟ ଷ୍ଟାଟସ୍ ମାତ୍ର 3 ଥର ଚେକ୍ କରିହେବ ଏବଂ ପ୍ରତି ଥର ମଧ୍ୟରେ 90 ସେକେଣ୍ଡର ବ୍ୟବଧାନ ରହିବ। ନୂଆ ବ୍ୟବହାରକାରୀ ପାଇଁ ସୁରକ୍ଷା। ଯଦି ଆପଣ ପ୍ରଥମ ଥର ପାଇଁ ୟୁପିଆଇ ରେଜିଷ୍ଟ୍ରେସନ୍ କରିଛନ୍ତି, ତେବେ ଆପଣ ପ୍ରଥମେ 24 ଘଣ୍ଟା ମଧ୍ୟରେ କେବଳ 5,000 ଟଙ୍କା ପର୍ଯ୍ୟନ୍ତ କାରବାର କରିପାରିବେ। ଏହା ଫ୍ରଡ୍ ରୋକିବାରେ ସାହାଯ୍ୟ କରିବ ବୋଲି ସୂଚନା ଦିଆଯାଇଛି। ନୂଆ ଟ୍ରାଞ୍ଜାକ୍ସନ୍ ଲିମିଟ୍ ହେଲା ସାଧାରଣ ପେମେଣ୍ଟ ଦିନକୁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ସର୍ବାଧିକ 20 ଥର। ଶିକ୍ଷା ଓ ମେଡିକାଲ କଲେଜ ଫିସ୍ ଏବଂ ହସ୍ପିଟାଲ ବିଲ୍ ପାଇଁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୀମା ବଢ଼ାଯାଇଛି। ଇନ୍ସୁରାନ୍ସ ଓ ସେୟାର ମାର୍କେଟ, ବୀମା ଏବଂ କ୍ୟାପିଟାଲ ମାର୍କେଟ ପାଇଁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲିମିଟ୍ ଧାର୍ଯ୍ୟ କରାଯାଇଛି। ଏହି ନିୟମଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆପଣଙ୍କ ଟଙ୍କାରୁ ସୁରକ୍ଷିତ ରଖିବା ଏବଂ ୟୁପିଆଇ ସିଷ୍ଟମ ଉପରେ ପଡ଼ୁଥିବା ଅଯଥା ଚାପକୁ କମାଇବା। ଆପଣଙ୍କ ମତରେ ଦିନକୁ 50 ଥର ବାଲାନ୍ସ ଚେକ୍ କରିବାର ସୀମା କ'ଣ ଯଥେଷ୍ଟ? କମେଣ୍ଟରେ ନିଜର ମତାମତ ଜଣାନ୍ତୁ ଏବଂ ଏହି ଜରୁରୀ ସୂଚନାକୁ ସମସ୍ତ ଭାଇ ଭଉଣୀମାନଙ୍କ ପାଖକୁ ସେୟାର କରନ୍ତୁ।